ପଶ୍ଚିମାଞ୍ଚଳ ଡିଆଇଜିଙ୍କ ବୀରମିତ୍ରପୁର ଗସ୍ତ। ବୀରମିତ୍ରପୁର ଥାନା ପରିସରରେ ଆଜି ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ବ୍ରଜେଶ କୁମାର ରାୟ ବୀରମିତ୍ରପୁର ଗସ୍ତରେ ଆସିଥିଲେ। ତାଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାର ଏସ୍ପି ଶ୍ରୀ ପ୍ରତ୍ୟୁଷ ଦିବାକର, IPS ଅଫିସର ଅନନ୍ୟା ଅବସ୍ଥି ମଧ୍ୟ ଆଜିର ଏହି ଗସ୍ତରେ ଯୋଗଦାନ ଦେଇଥିଲେ। ଶ୍ରୀ ରାୟ ବୀରମିତ୍ରପୁର ଥାନା ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇ ଏରିଆର ସମସ୍ୟା ଉପରେ ସମୀକ୍ଷା କରିଥିଲେ। ବୀରମିତ୍ରପୁର SDPO ସୁଶାନ୍ତ କୁମାର ଦାସ, IIC ବନ୍ଦନା ପାତ୍ର ବୀରମିତ୍ରପୁରର ସମସ୍ୟା ବ୍ୟବସ୍ଥା ବିଷୟରେ ଶ୍ରୀ ରାୟଙ୍କୁ ଅବଗତ କରିଥିଲେ। ବୀରମିତ୍ରପୁର ବରିଷ୍ଠ ନାଗରିକମାନେ ମଧ୍ୟ ଯୋଗଦେଇ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକ କହିଲେ ଯେ ମୁଖ୍ୟ ରାସ୍ତା ଉପରେ CCTV କ୍ୟାମେରାର ବ୍ୟବସ୍ଥା, ଚାଇନାଟାଉନରେ ଟ୍ରାଫିକ୍ ପୋଲିସର ବ୍ୟବସ୍ଥା ତଥା ପୋଲିସ ଓ ଜନତା ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ପାଇଁ ଜନସମ୍ପର୍କ ଶିବିର ବିଷୟରେ ଦାବି କରିଥିଲେ। ବୀରମିତ୍ରପୁର ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ DIG ଶ୍ରୀ ବ୍ରଜେଶ କୁମାର ରାୟଙ୍କୁ ଭେଟି ତାଙ୍କ ସହିତ କଥାବାର୍ତ୍ତା କରିଥିଲେ।